माटी भी ओडिया आम संस्कृति। स्वाधीनता संग्रामी परमानंद मोहंती अमर रहे, अमर रहे, अमर रहे। स्वाधीनता संग्रामी परमानंद मोहंती अमर रहे, अमर रहे, अमर रहे। स्वाधीनता संग्रामी परमानंद मोहंती अमर रहे, अमर रहे। जाजपुर जिला रसुलपुर ब्लॉक सम्मेलनी कक्ष स्वर्गत परमानंद महांती 110तम जन्म जयंती उत्सव कुआखिया प्रेस क्लब तरफ बुधवार दिन महासमारोह पालित हो जाइए। प्रेस क्लबर सभापति विश्वनाथ पंडा सभापतित्व अनुष्ठित यह जन्म जयंती उत्सव मुख्य अतिथि भाव ओडिशार पूर्वतन अर्थ शिक्षा एवं स्वास्थ्य मंत्री श्रीयुक्त प्रफुल्ल चंद्र घड़ई जोगदे प्रदीप प्रज्वलन करी जयंती उत्सव को उद्घाटन करथिले। এই অবসରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଶ୍ରୀ ଘଡ଼ାଇ ପରମାନନ୍ଦ ମହାନ୍ତିଙ୍କ ରାଜନୈତିକ ବିଚାରଧାରା ସାମାଜିକ ସଂସ୍କାର ଓ ଗ୍ରାମୀଣ ନ୍ୟାୟ ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଶ୍ରୀ ଘଡ଼ାଇ ନିଜ ବକ୍ତବ୍ୟରେ ପରମାନନ୍ଦ ମହାନ୍ତିଙ୍କୁ ଗାନ୍ଧୀ ବିଚାରଧାରାର ଯୋଗ୍ୟ ପୁରୁଷ ଭାବେ ବର୍ଣ୍ଣନା କରିଥିଲେ। ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନଗୋ ମୁଖ୍ୟ ବକ୍ତା ଭାବେ ଯୋଗଦେଇ परमानंद बाबूଙ୍କ समाजवादी विचार ଉପରେ ବକ୍ତବ୍ୟ ପ୍ରଦାନ କରିବା ସହିତ ଆଜିର ଯୁବ ସମାଜ ଭାରତୀୟ ମୁକ୍ତି ଆନ୍ଦୋଳନ ସମ୍ପର୍କରେ ଅଧିକ ମାତ୍ରାରେ ଅବଗତ ହେବା ପାଇଁ ଆହ୍ୱାନ ଦେଇଥିଲେ। ଯାଜପୁର ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ସ୍ୱାଧୀନତା ସଂଗ୍ରାମୀଙ୍କ ମୂର୍ତ୍ତି ସ୍ଥାପନ କରାଯିବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯାଜପୁର ଜିଲ୍ଲାର ଜିଲ୍ଲାପାଳ ଅମ୍ବର କୁମାର କର ଯୋଗଦେଇ ନିଜର ବକ୍ତବ୍ୟରେ ସ୍ୱାଧୀନତା ଆନ୍ଦୋଳନ ଓ ଯାଜପୁର ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବେ ପରମାନନ୍ଦ ବାବୁଙ୍କ ଜ୍ୟେଷ୍ଠ ପୁତ୍ର ଅଚ୍ୟୁତାନନ୍ଦ ମହାନ୍ତି ଯୋଗଦେଇ ନିଜ ବାପା ସାଆନ୍ତ ଜେଜେବାପାଙ୍କ ଜମିଦାରୀ ପ୍ରଥା ବିରୁଦ୍ଧରେ ଆନ୍ଦୋଳନ କରିଥିବା ବିଷୟରେ ଉପସ୍ଥାପିତ କରିଥିଲେ। ଏହି ଅବସରରେ ଅଧ୍ୟାପକ ବିରଞ୍ଚି ନାରାୟଣ ଦାସଙ୍କ ଦ୍ୱାରା ସଂକଳିତ ପୁସ୍ତକ ଗାନ୍ଧୀ ମଣିଷ ପରମାନନ୍ଦଙ୍କୁ ଅତିଥି ମାନେ ସଭାରେ ଉନ୍ମୋଚନ କରିଥିଲେ। ଚଳିତ ବର୍ଷ ପ୍ରେସ କ୍ଲବ ପକ୍ଷରୁ ପରମାନନ୍ଦ ସ୍ମୃତି ସମ୍ମାନ 2026 ଯୁବ ସମାଜସେବୀ ଜନ୍ମେଞ୍ଜୟ ସାହୁଙ୍କୁ ପ୍ରଦାନ କରାଯିବା ସହିତ ଅତିଥିମାନଙ୍କ ଦ୍ୱାରା ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରେସ କ୍ଲବର ଉପସଭାପତି କାଳନ୍ଦୀ ଚରଣ କଣ୍ଠ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି ସଭାରେ ଯାଜପୁର ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି ଯଥା ଗୋକର୍ଣ୍ଣିକାର ସମ୍ପାଦକ ରମାକାନ୍ତ ଜେନା, ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବେଣୁଧର ପଣ୍ଡା, ଧର୍ମଶାଳା ପ୍ରେସ କ୍ଲବର ସଭାପତି ପୂର୍ଣ୍ଣଚନ୍ଦ୍ର ଶତପଥୀ ଓ ସାଧାରଣ ସମ୍ପାଦକ ଅବିନେଶ୍ୱର ଶତପଥୀ, କୁଆଖିଆ ପ୍ରେସ କ୍ଲବର କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ଦାସ, ଉପଦେଷ୍ଟା ଅଧ୍ୟାପକ ପ୍ରକାଶ ରଥ ଓ ଅଞ୍ଜନ ପତି, ବରିଷ୍ଠ ସାଧାରଣ ସଭ୍ୟ ନିଗମାନନ୍ଦ ମହାନ୍ତି, ଅମୂଲ୍ୟ କୁମାର ପତି, ଆଲୋକ କୁମାର ପହି, ପଦ୍ମଲୋଚନ ନାୟକ, ସଞ୍ଜୀବ ସାହୁ, ଅମୂଲ୍ୟ କୁମାର ବରାଳ, କୈଳାସ ଚନ୍ଦ୍ର ମଲ୍ଲିକ, शुभेन्दु सामल, सुनील मनोहर सामंतराय, बीजेपी नेता कान्हू चरण दास, जिला परिषद सभ्य शिशिर कुमार महांती, शिक्षाविद कैलाश चंद्र नायक, बैरागी घड़ई, बजेन्द्रनाथ साहू, लक्ष्मीधर पंडा, अर्जुन साहू, गिरिधारी सामल, समाजसेवी बटकृष्ण साहू, गोपीनाथ पति, संदीप्त दास, भगवान बेहरा, श्रीधर बेहरा, विश्वजित महांती, कार्तिक चंद्र पंडा, सांबादिक इंद्रमणि नायक, मानस जेना, गगन बिहारी दास, चिन्मय नायक, अखिल स्वाई प्रमुख जोग देते। परिशेष प्रेस क्लबर पूर्वतन सभापति तथा वरिष्ठ सभ्य कैलाश चंद्र राउत धन्यवाद अर्पण करते। ब्यूरो रिपोर्ट प्रतिमा टीवी ओडिया। तो परमानंद महांती आज 110 आम आसलु ये अवसर से जो स्वाधीनता संग्रामी मान आम मन पकाऊँ जो मुक्ति संग्राम जो मैंने भाग नहीं अवदान जहाँ जहाँ सब कर मन पकड़ गोटे सुजोग पाइछू एवं किसी परिमाण में जो युवक मैंने आसुँच सभा को आसुँच अंततः संपर्क में जानिकी जीवार गोटे सुजोग सृष्टि ताही हूँ सब बड़ कथा कारण आज दिन में
ସେଦିନର ଯେଉଁ ମୁକ୍ତି ସଂଗ୍ରାମକୁ ଭୁଲି ଯିବା ପାଇଁ ବା ଭୁଲେଇ ଦେବା ପାଇଁ ବହୁତ ଗୋଟେ ବଡ଼ ଉଦ୍ୟମ ଆରମ୍ଭ ହୋଇଛି। ସେଇ କଥାକୁ ପ୍ରତିହତ କରିବା ପାଇଁ ଏହି ଆଲୋଚନା ଚକ୍ର ବିଭିନ୍ନ ଜାଗାରେ କରାଯିବା ଦରକାର। ମୁଁ ବହୁତ ଧନ୍ୟବାଦ ଦେଉଛି ଆମର ଯିଏ ସାମ୍ବାଦିକ ସଂଘ, ଏଠିକାର ପ୍ରଖ୍ୟାତ ସାମ୍ବାଦିକ ସଂଘ, ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ଯେ ସେମାନେ ଏପରି ଏକ ସଭାର ଆୟୋଜନ କରିକି କାର୍ଯ୍ୟକାରୀ କରୁଛନ୍ତି।